ଆଜି କୋରାପୁଟ ଜିଲ୍ଲାରେ ପାଖାପାଖି 8,300 ରୁ ଉର୍ଦ୍ଧ୍ୱ ହିତାଧିକାରୀ ମାନେ ଯେଉଁ ବର୍ତ୍ତିତ ଭତ୍ତା ଅଛି 3500 ଟଙ୍କା ସେଟା ପାଇବାକୁ ଯାଉଛନ୍ତି। ଏଇଟା ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେଇ ୟାର ଶୁଭାରମ୍ଭ ଆଜିଠୁ କରୁଛନ୍ତି। ଏଟା ଆଗାମୀ ଦିନରେ ଯିଏ ବି ଯୋଗ୍ୟ ହିତାଧିକାରୀ ମାନେ ଥିବେ ତାଙ୍କ ପାଖକୁ କେମିତି ଆମେ ଟାଇମଲି ପହଞ୍ଚାଇ ପାରିବା ଏବଂ ଏ ଯେଉଁ ବର୍ଦ୍ଧିତ ଭତ୍ତା ଦ୍ୱାରା ତାଙ୍କର ଆର୍ଥିକ ସ୍ଥିତି ମଧ୍ୟ କେମିତି ଆଗକୁ ବଢ଼ିବ ଏବଂ ତାଙ୍କ ପାଇଁ ଯାହା ବି ଜିଲ୍ଲା ପ୍ରଶାସନ ତରଫରୁ ଫେସିଲିଟେସନ୍ ବା ସହାୟତା ଯାହା ବି ରିକ୍ୱାରମେଣ୍ଟ ଥିବ ନିଶ୍ଚିତ ଭାବରେ ସେଇଟା ମଧ୍ୟ ଆମ ତରଫରୁ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ। ଆଜି ଆମେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପାଖାପାଖି 50 ଲୋକଙ୍କୁ ଏଇଠି ଆଣିଛୁ ଏବଂ ତତ୍ ସହିତ ଆମର ବିଭିନ୍ନ ବ୍ଲକରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମଧ୍ୟ ସାଇମଲ୍ଟେନିୟସ୍ କାର୍ଯ୍ୟକ୍ରମ ଚାଲିଛି। 3,000ରୁ ଅଧିକ ଲୋକଙ୍କୁ ଆଜି ଆମେ ବିଭିନ୍ନ ଅଞ୍ଚଳରେ ଥିବା କାର୍ଯ୍ୟକ୍ରମ ଦ୍ୱାରା ଆମେ ଆଜି ପ୍ରଦାନ କରିପାରୁଛୁ ଏବଂ କେତେଟା IGNOAFP ବେନିଫିସିଆରିଜ୍ ଅଛନ୍ତି ତାଙ୍କୁ ତାଙ୍କର ସିଧାସଳଖ ତାଙ୍କର DBT ମାଧ୍ୟମରେ ଖାତାକୁ ମଧ୍ୟ ପଇସା ଟ୍ରାନ୍ସଫର କରାଯିବ।